गुड मॉर्निंग एवरीवन। जय जगन्नाथ। आई होप समस्ते भल थिबे। मु भी भल अच्छी। वर्षा होची एपटे भी मत लाଗୁଛି ସବୁଆଡ଼େ ହିଁ ଟିକେ ଟିକେ ବର୍ଷା ହେଉଛି। ଭଲ ବି ଗରମ ପାଇଁ ବର୍ଷା ଟିକେ ରାହତ ମିଳେ। ତ ମୁଁ ସକାଳୁ ଉଠିକି ଫ୍ରେଶ ହେଇଯାଇଥିଲି। ଫ୍ରେଶ ହେଇକି ଜୁସ୍ ବନଉଛି ବର୍ତ୍ତମାନ ପିଇବା ପାଇଁ। ତ ABC ଜୁସ୍ ଗୋଟେ ଥାଏ, ଆପଣମାନେ ଶୁଣିଥିବେ, ଆପେଲ ବାନାନା କ୍ୟାରଟ। ମୋ ପାଖରେ ତ କ୍ୟାରଟ ନଥିଲା, ସେଥିପାଇଁ ମୁଁ AB ଜୁସ୍ ବନଉଛି, ଆପେଲ ଆଉ ବାନାନା ଜୁସ୍। ତ ମୁଁ ବାନାନା ଗୋଟେ ନେଇଛି ଆଉ ଆପେଲ ବି ଗୋଟେ ନେଇଛି। ବାନାନା ଚୋପା ଛଡ଼େଇକି ଢାଳି ଦେଇଛି, ତାପରେ ଆପେଲକୁ ବି ଧୋଇକି କାଟିକି ଦେଇଦେଇଛି। ୟାକୁ ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ କରିସାରିକି ଯେ ଆପଣ ଚାହିଁଲେ ଏଥିରେ ବାଦାମ ପକାଇ ପାରିବେ, ଆଉ କାଜୁ ପକାଇ ପାରିବେ, କ୍ଷୀର ବି ପକାଇ ପାରିବେ। କାହିଁକିନା କ୍ୟାରଟ ନାହିଁ ତ ଇଏ ସେକ୍ ବନିପାରିବ। କ୍ଷୀର ବି ପକାଇ ପାରିବେ। ମୋ ପାଖରେ ମିଲ୍କ ନଥିଲା ତ ସେଥିପାଇଁ ମୁଁ ଖାଲି ବାନାନା ଆଉ ଆପେଲ ହିଁ ୟୁଜ୍ କରିଛି। ଗୋଟେ ଗ୍ଲାସ୍ରେ କାଢ଼ି ଦେଇଛି। ମୁଁ ଆକୁ ଏନ୍ଜୟ କରିବି। ଆପଣମାନେ ବି ସକାଳୁ ସକାଳୁ ହେଲ୍ଦି କିଛି ପିଅନ୍ତୁ, ଖାଆନ୍ତୁ, ତାକି ଦେହର ବି ଧ୍ୟାନ ରଖିପାରିବେ। ଆଉ ଏବେ ତ ଗରମ ଦିନ, ତ ଦେହକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ। ତ ମୁଁ ମୋ ଜୁସ୍ ଏନ୍ଜୟ କରୁଛି। ଏଇଟା ଦେଖନ୍ତୁ, ମୁଁ ସକାଳୁ ଘର ପାଇଁ କିଛି ଫ୍ରେଶ୍ ସବଜି ବନେଇଥିଲି। ମୋର ତ ଜୁସ୍ ପିଆ ସରିଲା। ବର୍ତ୍ତମାନ ଖାଇବା ବନାଇବାକୁ ପଡ଼ିବ କ'ଣ ଆଜି ଲଞ୍ଚରେ। ତ ମୁଁ ଏଇଠି କିଛି ଜିନିଷ ମଗାଇଛି, ଯେମିତିକି ଟମାଟୋଟା ଅଧା କିଲୋ ମଗାଇଥିଲି। ଆଉ ତା ସହିତ କ୍ୟାପ୍ସିକମ୍ ବି ଅଧା କିଲୋ ମଗାଇଛି। ମୁଁ ଅନଲାଇନ୍ରୁ ହିଁ ଅର୍ଡ଼ର କରିଥିଲି। ଆଉ ଯଦି ନିଜେ ଯାଇକି ଆଣିବେ ତାହେଲେ ବି ଭଲ। ଅନଲାଇନ୍ରେ ଯଦି ଯିବାକୁ ଇଚ୍ଛା ନାହିଁ ତାହେଲେ ଅନଲାଇନ୍ରୁ ମଗାଇ ଦେଇଥିଲି ସେଥିପାଇଁ। ତ ଟମାଟୋ ଅଧା କିଲୋ, କ୍ୟାପ୍ସିକମ୍ ଅଧା କିଲୋ, ବାନାନା 4ଟା, ଆଉ ଏଇଠି ଅଧା କିଲୋ ମଟର ଅଛି, ଆଉ ଅଧା କିଲୋ ନୁହଁ 250 ଗ୍ରାମ ଭେଣ୍ଡି ଅଛି। ଆଉ ଏମିତି ହିଁ କିଛି ମଗାଇଥିଲି। ତା ସହିତ ପନିର ବି ଥିଲା, ସେଥିପାଇଁ ମଟର ମଗାଇଥିଲି କି ମଟର ପନିର ବନେଇଦେବା କହିକିନା। ଆଜି ମୋତେ ପନିର ବହୁତ ପସନ୍ଦ, ତ ଏଇଟା ମୁଁ ମଟର ପନିର ବନେଇଛି। ଦେଖନ୍ତୁ କେତେ ସୁନ୍ଦର କଲର୍ ଆସିଛି, ମସ୍ତ ଦେଖାହେଉଛି ନା। ଏଇଟା ମୁଁ ମସଲା କଷିକି, ଏଇଟା ବିନା ପିଆଜ ରସୁଣରେ ହିଁ ମଟର ପନିର ମସଲା କଷି ଦେଇଥିଲି। ତାପରେ ବଏଲ୍ କରିକି ମଟର ଢାଳିକି ତାକୁ କଷିଦେଲି। ତାପରେ ସେ ଦୁଇ ଜଣ କଷି ହେଇଗଲା ପରେ ମୁଁ ପାଣି ଦେଇଛି, ଗରମ ପାଣି ଦେଇକି ଛାଡ଼ି ଦେଇଥିଲି। ତାପରେ ବଏଲ୍ ଆସିଲା ଯେମିତି, ତାପରେ ମୁଁ କଞ୍ଚା ପନିର ଢାଳିଦେଲି ତା ଭିତରେ। ମୁଁ ପନିର ଫ୍ରାଏ କରେନି। କିଛି ଲୋକ, ମାନେ ମ୍ୟାକ୍ସିମମ୍ ଲୋକ ପନିର ଫ୍ରାଏ କରନ୍ତି, ବଟ୍ ମୋତେ ଭଲ ଲାଗେନି। ମୁଁ ପନିର ଫ୍ରାଏ କରେନି, ଏମିତି କଞ୍ଚା ହିଁ ଦିଏ। ଆଉ କଞ୍ଚାଟା ମୋତେ ଅଧିକା ଭଲ ଲାଗେ। ଆପଣ ଚାହିଁଲେ ଫ୍ରାଏ କରିକି ବି ଦେଇପାରିବେ। ତ ଏଇଟା ମୋ ପନିର ମୁଁ ବସାଇ ଦେଇଛି। ପନିର ବି ହେଇଯିବ 10 ମିନିଟ୍ ଭିତରେ। ତ ମୁଁ ଖାଇବା ସରିଲା ଲଞ୍ଚ। ଏବେ ଦେଖନ୍ତୁ ସନ୍ଧ୍ୟାବେଳ ଟାଇମ୍। ମୁଁ ସନ୍ଧ୍ୟାବେଳେ କିଛି ମଗାଇଥିଲି ସ୍ନାକ୍ସ ଖାଇବା ପାଇଁ, ଯେମିତିକି ପିଜା ମଗାଇଛି ଆଉ ବର୍ଗର। ଏଇଟା ହେଉଛି ପିଜା ବର୍ଗର ମଗାଇଛି ମୁଁ, ଭେଜ୍ର ହିଁ, ମାନେ କ୍ୟାପ୍ସିକମ୍ ଆଉ ବେଲ୍ ପେପର, ପନିର, ପୁରା ପିଜା ବର୍ଗର ଏଇଟା କହିପାରିବେ। ଦେଖନ୍ତୁ କେତେ ସୁନ୍ଦର ଚିଜ୍ ଲାଗିଛି ଚାରିଆଡ଼େ। ମଜା ଆସିଗଲା ଏ ବର୍ଗରଟା ଖାଇକି ମୋତେ। ତ ବର୍ତ୍ତମାନ ମୁଁ ପିଜା ଖାଇବି। ପିଜା ବର୍ଗର ଆଉ ପିଜା ଦୁଇଟା ଖାଇକି ମୁଁ ଏନ୍ଜୟ କରୁଛି। ଆପଣମାନେ ବି ସନ୍ଧ୍ୟାକୁ ଏନ୍ଜୟ କରନ୍ତୁ। ଆଜି ପାଇଁ ଏତିକି। ବ୍ଲଗ୍ଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ କମେଣ୍ଟ ମାଧ୍ୟମରେ। ରହୁଛି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ବାଏ ବାଏ।